2024 କାହାପାଇଁ ଦୁଃଖ ଆଣିଥିଲା ତ କାହାପାଇଁ ଖୁସି ଖବର, କିନ୍ତୁ ସମାଜ ପାଇଁ ଅନେକ କିଛି ନୂତନ ବାର୍ତ୍ତା ମଧ୍ୟ ଦେଇଛି 2024। ତେବେ 2024କୁ ବିଦାୟ ଦେବା ସହିତ ଆଗାମୀ ନବବର୍ଷ 2025କୁ ସ୍ୱାଗତ ପାଇଁ ଡିସେମ୍ବର 31 ତାରିଖ ଅର୍ଥାତ୍ ଆସନ୍ତାକାଲି ମଙ୍ଗଳବାର ଦିନ କାଣ୍ଡେଲ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅପରାହ୍ନ 4:30 ସମୟରେ ଏକ ସାମୂହିକ ଦୀପଯଜ୍ଞର ଆୟୋଜନ କରାଯାଇଛି। ତେବେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଏକ ନୂତନ ସମାଜ ଗଠନ, ଗ୍ରାମର ଉନ୍ନତିକରଣ, ବ୍ୟକ୍ତିତ୍ୱ ନିର୍ମାଣ ଏବଂ ଏକ ସୁସଜ୍ଜିତ ସମାଜ ଗଠନ ପାଇଁ ଏହି ଦୀପଯଜ୍ଞ କାର୍ଯ୍ୟକ୍ରମ ଏକ ଉପଯୁକ୍ତ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ଏଣୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ସମସ୍ତ ସାମୂହିକ ଦୀପଦାନ କରିବା ପାଇଁ ଅନୁରୋଧ କରାଯାଉଛି। ତେବେ 2024କୁ ବିଦାୟ ଦେବା ସହିତ ଆଗାମୀ ନବବର୍ଷ 2025କୁ ସ୍ୱାଗତ ପାଇଁ ଡିସେମ୍ବର 31 ତାରିଖ ଅର୍ଥାତ୍ ଆସନ୍ତାକାଲି କାଣ୍ଡେଲ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅପରାହ୍ନ 4:30 ସମୟରେ ଏକ ସାମୂହିକ ଦୀପଯଜ୍ଞର ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଏକ ନୂତନ ସମାଜ ଗଠନ, ଗ୍ରାମର ଉନ୍ନତିକରଣ, ବ୍ୟକ୍ତିତ୍ୱ ନିର୍ମାଣ ଏବଂ ଏକ ସୁସଜ୍ଜିତ ସମାଜ ଗଠନ ପାଇଁ ଦୀପଯଜ୍ଞ କାର୍ଯ୍ୟକ୍ରମର ଉପଯୁକ୍ତ ମାଧ୍ୟମ ଭାବେ କାର୍ଯ୍ୟ କରୁଛି।